ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆପଣମାନଙ୍କୁ ଆମେ ଦେଖାଉଛୁ ପବିତ୍ର ଶ୍ରୀଗୁଣ୍ଡିଚା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଚିତ୍ର। ଆପଣମାନେ ଦେଖନ୍ତୁ କେଉଁଭଳି ଭାବରେ ଭକ୍ତ ଭଗବାନ ଏକାଠି ହୋଇଛନ୍ତି। ଆପଣମାନେ ଦେଖନ୍ତୁ କେଉଁଭଳି ଭାବରେ ଦର୍ଶକମାନେ ତାଙ୍କର ଭକ୍ତମାନେ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରାଙ୍କୁ ଅପେକ୍ଷା କରିଛନ୍ତି। କେତେବେଳେ ସେ ଆସିବେ ଆମେ ତାଙ୍କୁ ଦର୍ଶନ କରିବୁ ଏବଂ ତାଙ୍କର ଦଉଡ଼ିକି ଟିକେ ଟାଣି ଧରିବୁ, ମୁଣ୍ଡରେ ମାରିବୁ। ତାଙ୍କ ସାଙ୍ଗରେ କିଭଳି ଭାବରେ ନାଚ ଗୀତ ସଂକୀର୍ତ୍ତନ ଛୋଟ ଛୋଟ ପିଲାମାନଙ୍କର ନୃତ୍ୟ ଆପଣମାନେ ଦେଖିପାରୁଥିବେ। ଭଗବାନ ଭକ୍ତ ବିଭୋର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ରଥାରୂଢ଼ ହୋଇଛନ୍ତି। ଦର୍ଶକମାନେ ତାଙ୍କର ଭକ୍ତମାନେ କିଭଳି ଭାବରେ ନୃତ୍ୟ ଗାନ କରୁଛନ୍ତି। ସଙ୍ଗୀତ ନୃତ୍ୟ ନାଚ ଏସବୁ କରିଚାଲିଛନ୍ତି। ଦେଖନ୍ତୁ ଆଗକୁ ଆଗକୁ ରଥ ବଢ଼ୁଛି। ରଥ ପାଖରେ କେଉଁପରି ଭାବରେ ଦର୍ଶକମାନେ ଭକ୍ତମାନେ ଭିଡ଼ ଜମାଇଛନ୍ତି। ଦେଖନ୍ତୁ କେଉଁଭଳି ଭାବରେ ଜନସମୁଦ୍ର, ସେ ଜନସମୁଦ୍ର ଟିକେ କାଳିଆର ଝଲକ ପାଇବା ପାଇଁ କେଉଁଭଳି ଭାବରେ ଲୋକମାନେ ଉଲ୍ଲସିତ। ଆପଣ କହିଲା ଭଳି ଗୋଟେ ଥାଳି ମାରିଦେଲେ ଥାଳି ଚାଲିଯିବ। ଆପଣ ଇଏ ଭୁବନେଶ୍ୱରର ଦୃଶ୍ୟ, ପୁରୀରେ କ'ଣ ନ ହେଇଥିବ, କ'ଣ କେଉଁ ପ୍ରକାରର ଆୟୋଜନ ନଥିବ, କେଉଁ ପ୍ରକାରର ଦର୍ଶକଙ୍କ ଭିଡ଼ ନଥିବ, ଭଗବାନଙ୍କ ପାଇଁ ତାଙ୍କ ଭକ୍ତଙ୍କ ଭିଡ଼ ନଥିବ। ଆପଣ ଦେଖନ୍ତୁ କେଉଁଭଳି ଭାବରେ ନୃତ୍ୟ ଗାନ କୀର୍ତ୍ତନ ଭଜନ ସମସ୍ତ ଜିନିଷ ଏଠାରେ କେଉଁଭଳି ଭାବରେ ପରିବେଷଣ ହେଉଛି। ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କୁ ଆଜି ସମସ୍ତେ ଟିକେ ମନ ଭରି ଦେଖିବେ ବୋଲି ସମସ୍ତେ ଘରୁ ବାହାରକୁ ଚାଲି ଆସିଛନ୍ତି। ସେ ରଥ ଦଉଡ଼ିକି ଧରିବା ପାଇଁ, ସମସ୍ତେ ଟିକେ ଭିଡ଼ିବା ପାଇଁ, ଟିକେ ଟାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ। କେମିତି ମୁଁ ଟିକେ ରଥ ଦଉଡ଼ିକି ମୁଣ୍ଡିଆ ମାରିବି, କେମିତି ଟିକେ ଟାଣିବି। ସମସ୍ତଙ୍କ ଭିତରେ ସେ ଛୋଟ ପିଲା ହେଉ ବଡ଼ ହେଉ, ଦେଖନ୍ତୁ ଛୋଟ ଛୋଟ ପିଲା ମଧ୍ୟ ବାପା ମାଙ୍କ ସାଙ୍ଗରେ କାଖରେ ମଧ୍ୟ ଓହଳି ବସି ସେମାନେ ଆସିଛନ୍ତି ଟିକେ ଭଗବାନଙ୍କୁ ଦର୍ଶନ କରିବା ପାଇଁ। ଦେଖନ୍ତୁ କେଉଁଭଳି ଭାବରେ ନୃତ୍ୟ ଗାନ ଚାଲିଛି। ଭକ୍ତ ବିଭୋର ଜଗନ୍ନାଥଙ୍କୁ ପାଇ, ବଳଭଦ୍ରଙ୍କୁ ପାଇ, ମା ସୁଭଦ୍ରାଙ୍କୁ ପାଇ ସେମାନେ କେଉଁଭଳି ଭାବରେ ବିଭୋର। ଏବଂ ପୋଲିସ ଭାଇ ଆଉ ଭଉଣୀମାନେ ଦେଖନ୍ତୁ ସୁରକ୍ଷା ବ୍ୟବସ୍ଥାରେ ସେମାନେ କେମିତି ଅଛନ୍ତି। କେମିତି ରଥଯାତ୍ରା ସୁରୁଖୁରୁରେ ହେବ ତାକୁ ମଧ୍ୟ ସେମାନଙ୍କର ଡ୍ୟୁଟି ଯେହେତୁ, ତା ସହିତ ଭଗବାନଙ୍କୁ ନମସ୍କାର କରୁଛନ୍ତି, ଦର୍ଶନ କରୁଛନ୍ତି। କୀର୍ତ୍ତନ ଖଞ୍ଜଣି ଭାଇମାନେ ଦେଖନ୍ତୁ କେଉଁଭଳି ଭାବରେ କୀର୍ତ୍ତନ ଖଞ୍ଜଣିରେ ଭାବ ବିହର ହେଇ ଭଗବାନଙ୍କୁ ଡାକୁଛନ୍ତି। ହେ ପ୍ରଭୁ, ତମେ ଆଜି ଆମ ପାଖକୁ ଆସିଛ, ଆମେ ଟିକେ ମନ ଭରି ନାଚ ଗୀତ ସଙ୍ଗୀତ ଆଉ ଖଞ୍ଜଣି କୀର୍ତ୍ତନ ଏସବୁ ଯଦି ନ କରିବୁ କେମିତି ହେବ? ସମସ୍ତେ ଏକାକାର। କିଣି ଘିନି ଯାଉଛ ଜଗନ୍ନାଥଙ୍କୁ, ଆମ୍ଭେ ଦର୍ଶନ କରିବୁ ତାଙ୍କୁ। କିଣି ଘିନି ଯାଉଛ ଜଗନ୍ନାଥଙ୍କୁ। ଭକ୍ତଟିଏ କହୁଛି, ହେ ପ୍ରଭୁ, ତମ ଦର୍ଶନ ବିନା ଆମେ ଅଧୁରା। ସକାଳୁ ସକାଳୁ ଯେଉଁଭଳି ଭାବରେ ବର୍ଷା ଚାଲିଥିଲା, ସେ ବର୍ଷା ପାଗକୁ ଦେଖି ଭକ୍ତ ସମସ୍ତେ କହୁଥିଲେ ଆଜି କେମିତି ରଥଯାତ୍ରା ହେବ। ଦେଖନ୍ତୁ ସେ ଜଗନ୍ନାଥଙ୍କର କି ଲୀଳା, କି ଖେଳା, ସେ କ'ଣ କରି ନ ପାରନ୍ତି। ଦେଖନ୍ତୁ ସେ ବର୍ଷା କୁଆଡ଼େ ରହିଲା କୁଆଡ଼େ ଗଲା, ତାଙ୍କୁ କେଉଁଭଳି ଭାବରେ ସେ ନିଜେ ସ୍ରଷ୍ଟା ନିଜେ ସୃଷ୍ଟି। ତାଙ୍କୁ ଆମେ କ'ଣ କହିବା?
ସେ କେମିତି ତାର ଲୀଳା ଖେଳା କଲେ ଆପଣ ଖାଲି ସକାଳୁ ସନ୍ଧ୍ୟା ଯାକେ ଦେଖନ୍ତୁ। ରଥ ଗଡ଼ିବା ପର୍ଯ୍ୟନ୍ତ ଡାହୁକଙ୍କ ନିର୍ଦ୍ଦେଶରେ ରଥ ଧୀରେ ଧୀରେ ଗଡ଼ି ଚାଲିଛି। ରଥରେ ପ୍ରଭୁ ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ ବସିଛନ୍ତି ଏବଂ ଦେଖୁଛନ୍ତି ତାଙ୍କ ଭକ୍ତର କେଉଁଭଳି ଭାବରେ ସେମାନେ ଭକ୍ତ ଭଗବାନ ଏକାଠି ହୋଇଛନ୍ତି। ସେ ଦେଖୁଛନ୍ତି ଧୀରେ ଧୀରେ ରଥ ଆଗକୁ ଆଗକୁ ଗଡ଼ି ଚାଲିଛି। ଜୟ ଜଗନ୍ନାଥରେ ପ୍ରକମ୍ପିତ ହେଉଛି ସେ ରଥ ପାଖ, ସେ ଦାଣ୍ଡ, ସେ ଲୋକମାନଙ୍କ ପାଖରୁ କେବଳ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଭକ୍ତଟି ହାତ ଦେଖି ଡାକୁଛି, ହେ ପ୍ରଭୁ ତମେ ଆସିଛ, ଆଜି ଆମେ ତମକୁ ଭରପୁର ଆଖି ପୁରେଇ ଦେଖିବୁ। ତାର ଦୁଃଖ ଭଗବାନଙ୍କୁ ଜଣାଉଛି, ଭକ୍ତଟିଏ ତାର ଦୁଃଖ ଭଗବାନଙ୍କୁ ଜଣାଉଛି। ହେ ପ୍ରଭୁ ମୋର ସମସ୍ତ ଦୁଃଖ କଷ୍ଟ ତମେ ସବୁକିଛି ମୋର ବୁଝିବ, ମୋତେ ଯେମିତି ମୋର ଜୀବନ ସାରା ମୋତେ ଭଲରେ ରଖିବ, ଏଇସବୁ କହି ଭଗବାନଙ୍କୁ ଟାଣି 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 ନେଉଛନ୍ତି। ପ୍ରାୟତଃ ଭଗବାନ ଯାଇ ଶ୍ରୀଗୁଣ୍ଡିଚା ପାଖରେ ପହଞ୍ଚି ଗଲେଣି। ଭିନ୍ନ ସକାଳ ତରଫରୁ ଦେଖନ୍ତୁ କେଉଁଭଳି ଭାବରେ ନିଃସ୍ୱାର୍ଥପର ଭାବରେ ଟଙ୍କ ତୋରାଣି ଦାନ କରୁଛନ୍ତି। ଜୟ ଜଗନ୍ନାଥ କହି ସେମାନେ ଜଳଦାନ ଏବଂ ଟଙ୍କ ତୋରାଣି ଦାନ ନିଃସ୍ୱାର୍ଥପର ଭାବରେ କରୁଛନ୍ତି। ଭିନ୍ନ ସକାଳ ପରିବାରକୁ ଧନ୍ୟବାଦ। ଏମିତି ଥିଲା ରଥଯାତ୍ରା ପ୍ରଥମ ଦିନର। ବର୍ତ୍ତମାନ ଆମେ ଗୁଣ୍ଡିଚା ମନ୍ଦିରରେ ରଥ ପହଞ୍ଚି ଯାଇଛି। ଏଇଟା ଇଏ ହେଉଛି RCF ରଥ। ଏମିତି ଥିଲା ଆଜିର ରଥଯାତ୍ରା। ଆପଣମାନଙ୍କୁ ମୋର ଅନୁରୋଧ, ମୋ ଚ୍ୟାନେଲକୁ ଦେଖନ୍ତୁ ଏବଂ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।